ଘଣ୍ଟ ଘଣ୍ଟ ବଜେଇ ବଜେଇ ନିଆରା ଢଙ୍ଗରେ ପ୍ରତିବାଦ କରିବାକୁ ଆସିଛନ୍ତି ଜଣେ ଅଭିଯୋଗକାରୀ। କଥା ହେବା ଆଜ୍ଞା ବାକି ଭଲ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛନ୍ତି ଆଜ୍ଞା ଅଭିଯୋଗ କରିବା ପାଇଁ। ବେକରେ ଫୁଲମାଳ ହାତରେ ଘଣ୍ଟ କାହିଁକି ନିଆରା ପ୍ରୟାସ ଆଜ୍ଞା? ଫୁଲମାଳ ଉତ୍ତରୀୟ ଏଇଟା ମୋ ପାଇଁ ନଥିଲା। ଆମେ ପୂର୍ବରୁ ଜିଲ୍ଲାପାଳଙ୍କୁ ଅବଗତ କରେଇଥିଲୁ। ଆଜି ଆମେ ଜିଲ୍ଲାପାଳଙ୍କ ଆତିଥ୍ୟରେ ଗ୍ରାମ ଉନ୍ନୟନ ବିଭାଗର ଅଧିକାରୀଙ୍କୁ ଆମେ ଏକୁ ସମ୍ବର୍ଦ୍ଧନା କରିବା ପାଇଁ। ଫଳସ୍ୱରୂପ ଏତିକି 2 ବର୍ଷ ତଳେ ଆମକୁ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଗୋଟେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେ କାର୍ଯ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟ ତା ଦେହରେ ଉନ୍ନତି ପରିଲକ୍ଷିତ ହେଇନି। ଫଳସ୍ୱରୂପ ଏତିକି ଆମେ ଗ୍ରାମବାସୀମାନେ ଏତିକି ଲାଭବାନ ହେଇଛୁ। ସେ ରାସ୍ତାରୁ ବର୍ତ୍ତମାନ ସୁଦ୍ଧା ଏଭଳି ପରିମାଣରେ ପିଚୁ ଉତ୍ପାଦନ ହେଉଛି ଯୋଉଟାକି ସାରା କେନ୍ଦ୍ରାପଡ଼ା ଜିଲ୍ଲାକୁ ସେ ପିଚୁ ଦିଆଯିବ। ପିଚୁ ରାସ୍ତାରେ ସେଟା ଲାଗିବ। ସେଇ ସଡ଼କଟି କେଉଁଠାରୁ କେଉଁ ପର୍ଯ୍ୟନ୍ତ ଆଜ୍ଞା? ସେଟା ହେଉଛି ଚଣ୍ଡିବଜାର ଠାରୁ ବଡ଼ଭଗଳ ଭାୟା ହେଉଛି ଜନ୍ମମୂଳ 1.5 କିଲୋମିଟର ଧରି। ପାଟଣାର ମଝିରେ ଯୋଉ ପାଟନାଳୀ ଉପରେ ଯୋଉ ପୋଲଟା ହେଉଛି କାମ ଆଜ୍ଞା ସେଇ କାମ ତ? ହଁ, ସେଇ ପାଟନାଳୀ ପୋଲ ସେଇ ପାଟନାଳୀ ପୋଲରେ ବି ସିଏ ଆଉ ଗୋଟେ ଉପହାର ବିନା ଖର୍ଚ୍ଚରେ ଆମକୁ ଦେଇଛନ୍ତି ଗ୍ରାମ ଉନ୍ନୟନ ବିଭାଗ। ଯୋଉଟାକି ଆମେ ଚାଷ ଜମି ଆମେ 2 ଫସଲ 3 ଫସଲ ଧାନ ମୁଗ ନଳିତା ଝୋଟ କରୁଥିଲୁ। ତା ଏବେ ଆଉ ଦରକାର ହବ ନାହିଁ। ଆମେ ଆଉ ଧାନ ମୁଗ ଝୋଟ ନଳିତା କରିବୁ ନାହିଁ। ବିନା ପଇସାରେ ଆଜି ଆପଣ ଗଲେ ବି ଦେଖିପାରିବେ ସେ ଜାଗା ଉପରକୁ। ବିନା ପଇସାରେ ସେ ଆମକୁ ଗୋଟେ କ୍ଷୁଦ୍ର ଜଳ ପ୍ରକଳ୍ପ ଦେଇଛନ୍ତି। ଆମେ ଆଉ ଧାନ ଚାଷ କରିବୁନୁ। ସେଠି ଆମର ମାଗଣାରେ ମାଛ ଉତ୍ପାଦନ କରାଯିବ। 2 ଦିନ ତଳେ ଆମେ ସେଇ ଜାଗାକୁ ଯାଇଥିଲୁ ସେ ପୋଲ ଉପରର ଖବର ପ୍ରସାରଣ କରିବା ପାଇଁ। ଯାହା ଦେଖିଲୁ ଆଜ୍ଞା ମୁଣ୍ଡା ପଥର ଗୁଡେ ଆମର ସିମେଣ୍ଟର ସବୁ ପଥର ମୁଣ୍ଡା ହେଇଯାଇଛି। ସେଇ ଜାଗାରେ ମୁଁ କହୁଛି ସେଠି ତ ଜିଲ୍ଲା ପ୍ରଶାସନ ତା ଦେହରେ ମୁଁ ଜିଲ୍ଲା ପ୍ରଶାସନକୁ ବେସିସ୍ କରି ଦାୟୀ କରିବା ସହିତ ଗ୍ରାମ ଉନ୍ନୟନ ବିଭାଗର ଅଧିକାରୀ ଆଉ ଠିକାଦାରଙ୍କ ମଧ୍ୟରେ ନିଶ୍ଚିନ୍ତର କିଛି ନା କିଛି ଗୋଟେ ଭିତିରି ବୁଝାମଣା ହେଇଛି। ଯୋଉଠି କି ଆମେ ସେ ଗ୍ରାମର ଲୋକ ହେଲେ ବି କୌଣସି କେବେ ବି ଦେଖିନୁ ଗ୍ରାମ ଉନ୍ନୟନ ବିଭାଗର ସେଠି ଉପସ୍ଥିତ ଥିବାର। ଆଉ ସବୁଠାରୁ ଦୁଃଖର କଥା ସେଠି ଫଳକ ଲଗାଯାଇଛି। ତାଙ୍କୁ ପଚାରିଲା ବେଳକୁ ଜିଲ୍ଲା ଆମର ଗ୍ରାମ ଉନ୍ନୟନ ଅଧିକାରୀ ମହୋଦୟ କହୁଛନ୍ତି ଗାଁର ଏ ମୁଣ୍ଡରେ, କିଏ କହୁଛନ୍ତି ନାହିଁ ସେ ମୁଣ୍ଡରେ। ଜଣେ ଯଦି କିଏ ପିଅନ ଜଣେ ଯାଇ କହୁଛି ଗାଁର ସେ ମୁଣ୍ଡରେ, ଅଧିକାରୀ କହୁଛନ୍ତି ଏ ମୁଣ୍ଡରେ। ଫଳକଟେ ବି ଏପର୍ଯ୍ୟନ୍ତ ପାଉନି। ଆଜି ଆସିଲୁ ଉପଜିଲ୍ଲାପାଳଙ୍କୁ ଭେଟିଲୁ। ଜିଲ୍ଲାପାଳ ନଥିଲେ ଉପଜିଲ୍ଲାପାଳଙ୍କୁ ଭେଟିଲୁ। ଉପଜିଲ୍ଲାପାଳ ଆମକୁ କହିଲେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଜାଣିନାହାନ୍ତି ଯେ ଏ ଘଟଣା ବାବଦରେ ଆଦୌ ଅନଭିଜ୍ଞ ଅଛନ୍ତି ଉପଜିଲ୍ଲାପାଳ। ସେଥିପାଇଁ ସେ କହିଲେ ଯେ ଆଜି ସମସ୍ତେ ଗ୍ରୀଭାନ୍ସରେ ଅଛନ୍ତି ଆଳିରେ। ଗ୍ରୀଭାନ୍ସରୁ ଆସିଲେ ସେ ଆଲୋଚନା କରି ଜିଲ୍ଲାପାଳଙ୍କ ସହିତ ଆମକୁ ସୂଚନା ଦେବେ ବୋଲି ସେ ଆମକୁ ହବ। ଯାହା ପ୍ରତିକ୍ରିୟା ଶୁଣୁଥିଲେ ଅଭିଯୋଗକାରୀଙ୍କର, ଇଏ ହେଉଛି ସେଇ କାର୍ଯ୍ୟର ଅଭିଯୋଗ ଯେଉଁ କାର୍ଯ୍ୟର ଖବର ପ୍ରସାରଣ କରିବାକୁ ଆମେ ଯାଇଥିଲୁ ଗ୍ରାମ ପୁରକୁ। ଆଉ ଯାହା ସ୍ଥିତି କରିଥିଲୁ ସିମେଣ୍ଟ ଗୋଡ଼େ ପଥର ସଦୃଶ ହୋଇଯାଇଥିବା ବେଳେ ଗୋଡ଼ରେ ବାଡ଼ିଲେ ମଧ୍ୟ ସେ ସିମେଣ୍ଟ ସେ ଗୋଡ଼ର ପ୍ରହାର ଶୁଣିବାକୁ ନାରାଜ ଆଜ୍ଞା। 1 କିଲୋମିଟର ଚଣ୍ଡୀବଜାର ଠାରୁ ଘଟଣାସ୍ଥଳକୁ ଯିବାକୁ ହେଲେ 1 କିଲୋମିଟର କାଦୁଅରେ ଯିବାକୁ ପଡୁଥିଲା। ଏହି ଖବର ପ୍ରସାରିତ ହୋଇସାରିବା ପରେ ଆଜି ଅଭିଯୋଗ କରିବାକୁ ଆସିଛନ୍ତି ଗାଁର ଯୁବକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ। ଜିଲ୍ଲାପାଳଙ୍କ ଅନୁପସ୍ଥିତ ହେତୁ ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି ତାଙ୍କର ଅଭିଯୋଗ। ଯାହା ପ୍ରତିକ୍ରିୟାରେ କହୁଥିଲେ ଅଭିଯୋଗକାରୀ, ଉପଜିଲ୍ଲାପାଳ ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ପ୍ରତିଶ୍ରୁତି ଦେଲେ ସମସ୍ତ ଖବର ବୁଝି ସାରିଲା ପରେ ତଥ୍ୟ ସଂଗ୍ରହ କରିସାରିଲା ପରେ ଆପଣଙ୍କୁ ନ୍ୟାୟ ଦିଆଯିବ। ତେବେ ଦେଖିବାକୁ ବାକି ରହୁଛି ସାନ ଫଗଳ ଅଞ୍ଚଳରେ ହେଉଥିବା କାର୍ଯ୍ୟ ବଡ଼ ଫଗଳ ଅଞ୍ଚଳରେ ହେଉଥିବା କାର୍ଯ୍ୟ ପୋଲ କାମକୁ କିଭଳି ଭାବେ ସୁଧାରୁଛି ଜିଲ୍ଲା ପ୍ରଶାସନ ତାହା ଉପରେ ସମସ୍ତଙ୍କ ନଜର। କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ହରେକୃଷ୍ଣ ବେହେରା, ପ୍ରତିନିଧି।